ବଗ ଭାଇ, ଆମେ ତ ବହୁତ ସମୟ ହେଇଗଲାଣି ଖାଦ୍ୟ ଖୋଜୁଛେ, ଏପର୍ଯ୍ୟନ୍ତ କିଛି ବି ଖାଦ୍ୟ ପାଇଲେନି। ଏବେ ଆମେ କ'ଣ କରିବା? କ'ଣ ଆଉ କରିବା? ଯାହା ହେଲେ ବି ତ ଆମେ କିଛି ନା କିଛି ଖାଦ୍ୟ ଖୋଜିକି ହିଁ ଖାଇବା। ବଗ ଭାଇ ଚାଲ, ଆଉ ଥରେ ଆମେ କିଛି ଖାଦ୍ୟ ଖୋଜିବା ପାଇଁ ଚେଷ୍ଟା କରିବା। ବଗ ଭାଇ ଦେଖ, ସେଇଠି ଗୋଟେ ସାପ ଅଛି। ଆମେ ତ ଆଜି କିଛି ଖାଦ୍ୟ ପାଇଲେନି, ଚାଲ ସେଇ ସାପକୁ ମାରିକି ଖାଇବା। ଆରେ ହଁ, ଚାଲ ଚାଲ ସେଇ ସାପକୁ ମାରିକି ଖାଇବା। ବଗ ଭାଇ, ଆମେ ତ ସାପକୁ ମାରିଦେଲେ, ଚାଲ ଏବେ ଏଇ ସାପକୁ ଖାଇବା। ବଗ ଭାଇ, ଆଜିର ତ ଖାଦ୍ୟ ହେଇଗଲା, ଚାଲ ଏବେ ଆମେ ଏଇ ଗଛ ଡାଳରେ ଟିକେ ବିଶ୍ରାମ କରିବା। ଏଇ ଜଙ୍ଗଲରେ ତ ଆଉ ଭଲ କି ଖାଦ୍ୟ ମିଳୁନି। ମୁଁ ଯାଉଛି ଆଜି ଆରପଟ ଜଙ୍ଗଲକୁ ଯିବି, ସେଇଠୁ ଖାଦ୍ୟ ଖାଇକି ଆସିବି। ଏଇ ଖରାରେ ଚାଲି ଚାଲି ମୁଁ ବହୁତ ଥକି ପଡ଼ିଲିଣି। ମୁଁ ଯାଉଛି ଏଇ ଗଛ ମୂଳେ ଟିକେ ବିଶ୍ରାମ କରିବି। ବିଶ୍ରାମ କରିସାରିଲା ପରେ ଏଇ ଜଙ୍ଗଲରୁ ମୁଁ ଖାଦ୍ୟ ଖୋଜିକି ଖାଇବି। ଆରେ ବଗ ଭାଇ, ଆମେ ତ ପ୍ରଥମ ଥର ପାଇଁ ସାପ ମାଂସ ଖାଇଛେ। ଏଇ ସାପ ମାଂସ ଖାଇବାଟା ତମକୁ କେମିତି ଲାଗିଲା? ସାପ ମାଂସ ଖାଇବାଟା ତ ବହୁତ ଟେଷ୍ଟି। ସାପ ମାଂସ ଖାଇବାଟା ଏମିତି ଟେଷ୍ଟି ବୋଲି ମୁଁ ଜାଣିନଥିଲି। ଆରେ ବଗ ଭାଇ, ମୋ ପେଟଟା ତ ଭଲ ଲାଗୁନି। ବୋଧେ ଏଇ ସାପ ମାଂସ ଖାଇକି ମୋ ପେଟଟା ଖରାପ ହେଇଗଲା। ଛି 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 ଛି, ଏଗୁଡ଼ା ତ ଝାଡ଼ା। ମୋ ଉପରେ କିଏ ଝାଡ଼ା ଫେରିଦେଲା? ଛି ଛି, ଏଇ ଝାଡ଼ା ଗୁଡ଼ା କେମିତି ବାସ୍ନା ହେଉଛି। ମୁଁ ଦେଖେ ତ ଏଇ ଗଛ ଉପରୁ କିଏ ମୋ ଦେହ ଉପରେ ଝାଡ଼ା ଫେରିଦେଲା। ଏଇ ଦୁଷ୍ଟ ବଗ, ତମର ଏତେ ବଡ଼ ସାହସ, ତମେ ମୋ ଉପରେ ଝାଡ଼ା ଫେରିଦେଲ। ଝାଡ଼ା ଫେରିବା ଆଗରୁ ଆଖପାଖରେ ଟିକେ ଦେଖିପାରିଲନି କିଏ ଅଛି କି ନାହିଁ? ଆରେ ଗଧ, ତମେ ଆମକୁ ଦୋଷ ଦେଇପାରିବନି। ଆମେ ତ ସବୁଦିନେ ଆସିକି ଏଇ ଗଛ ଡାଳରେ ବିଶ୍ରାମ କରୁ। ଆଉ ତମେ କେତେବେଳେ ଆସିକି ଏଇ ଗଛ ତଳେ ଶୋଇଛ ବୋଲି ଆମେ ଜାଣିନୁ। ଆମକୁ ତମେ ଦୋଷ ଦେଇପାରିବନି। ଦୁଷ୍ଟ ବଗ, ତମେ ଦି ଜଣ ମୋତେ ଆଉ ବୁଦ୍ଧି ଶିଖାଅନି। ତମେ ଦି ଜଣ ଜାଣିକି ହିଁ ମୋ ଦେହ ଉପରେ ଝାଡ଼ା ଫେରିଛ। ରୁହ, ତମକୁ ଦିନେ ନା ଦିନେ
ମୁଁ ଭଲ କି ମଜା ଚଖେଇବି। ଆରେ ମୂର୍ଖ ଗଧ, ତୁ ତ ଆଉ ବେଶୀ ସମୟ ବଞ୍ଚିବୁନି। ଆଉ ଆମକୁ କ'ଣ ମଜା ଚଖେଇବୁ? ଆମେ କ'ଣ ଖାଇକି ଝାଡ଼ା ଫେରିଛୁ ଜାଣିଛୁ? ସାପ, ବିଷାକ୍ତ ସାପ ଖାଇକି ଆମେ ଝାଡ଼ା ଫେରିଛୁ। ଆରେ ଏ ଦି ଜଣ କ'ଣ କହୁଛନ୍ତି? ସାପ ଖାଇକି ମୋ ଉପରେ ଝାଡ଼ା ଫେରିଛନ୍ତି? ତାମାନେ ସେଇ ସାପର ବିଷ ମୋ ଦେହରେ ପଶିଯାଇଛି। ଏବେ ମୁଁ କ'ଣ କରିବି? ଆଉ କିଛି ସମୟ ପରେ ତ ମୁଁ ମରିଯିବି। ମୂର୍ଖ ଗଧ, ଏବେ ତୁ ମଜା ପାଇଲୁ? ଏବେ ତୁ ମର। ଆମେ ଚାଲିଲୁ। ଇ ବାବାରେ, ଏବେ ମୁଁ କ'ଣ କରିବି? ଆଉ କିଛି ସମୟ ପରେ ତ ମୁଁ ମରିଯିବି। ମୋତେ କିଏ ବଞ୍ଚେଇବ? ହେ ଭଗବାନ, ମୋତେ ରକ୍ଷା କର, ମୋତେ ରକ୍ଷା କର ଭଗବାନ। ବାଘ ମାମୁଁ ଦେଖ, ସେଇଠି ଗୋଟେ ଗଧ ଅଛି। ଆରେ ଶିଆଳ, ଏଇ ଗଧକୁ ଦେଖି ମୋ ପାଟିରୁ ଲାଳ ଗଡ଼ିଲାଣି। ଆରେ ଶିଆଳ ଚାଲ, ଏଇ ଗଧକୁ ଆଜି ଶିକାର କରିକି ଖାଇବା। ବାଘ ମାମୁଁ ରୁହ ରୁହ, ଶୁଣ ମୋ କଥା। ଏଇ ଗଧକୁ ଶିକାର କରିବା ପାଇଁ ଆମକୁ କଷ୍ଟ କରିବା ପାଇଁ ପଡ଼ିବନି। ଆଉ ତାହେଲେ ଏଇ ଗଧକୁ ଆମେ କେମିତି ଖାଇବା? ବାଘ ମାମୁଁ, ମୋ ମୁଣ୍ଡରେ ଗୋଟେ ବୁଦ୍ଧି ଅଛି। ତମେ ଗୋଟେ କାମ କର, ତମେ ଏବେ ତମ ଗୁମ୍ଫାକୁ ଯାଅ। ଆଉ ମୁଁ ଏଇ ଗଧକୁ ବକା ବନେଇକି ତମ ଗୁମ୍ଫାକୁ ନେଉଛି। ସେଇଠି ଆମେ ଏଇ ଗଧକୁ ଆରାମରେ ମାରିକି ଖାଇବା। ହଉ ଠିକ୍ ଅଛି ଶିଆଳ, ତୁ ଏଇ ଗଧକୁ ବକା ବନେଇକି ମୋ ଗୁମ୍ଫାକୁ ଆଣ। ମୁଁ ସେଇଠି ଅପେକ୍ଷା କରିଛି। ଆରେ ଗଧ ଭାଇ, ତମର କ'ଣ ହେଇଛି? ତମେ ବହୁତ ମନ ଦୁଃଖରେ ଅଛ ପରି ଜଣାଯାଉଛ। ଆଉ କ'ଣ କହିବି ଶିଆଳ ଭାଇ, ମୁଁ ତ ଆଉ କିଛି ସମୟ ପରେ ଏଇ ସଂସାର ଛାଡ଼ି ଚାଲିଯିବି। ଆରେ ଗଧ ଭାଇ, ତମେ ଏମିତି କ'ଣ କହୁଛ? ତମେ ମରିଯିବ? ତମେ ତ ସୁସ୍ଥ ସବଳ ଦେଖାଯାଉଛ। ତାହେଲେ ତମେ ମରିବ କାହିଁକି? ଆରେ ଶିଆଳ ଭାଇ, ଗୋଟେ ବଗ ସାପ ଖାଇକି ମୋ ଦେହ ଉପରେ ଝାଡ଼ା ଫେରି ଦେଇଛି। ଆଉ ସେଇ ସାପର ବିଷ ମୋ ଦେହ ଭିତରେ ପଶିଯାଇଛି। ଆରେ ଆରେ, ଗଧମାନେ ସତରେ ମୂର୍ଖ। ଆଉ ଏଇ ଗଧକୁ ମୁଁ ଆଉ ଟିକେ ଗଧ ବନାଏ। ଆରେ ଗଧ ଭାଇ, ତମେ ମରିବନି, ତମେ ବଞ୍ଚିଯିବ। ମୋ ପାଖରେ ଗୋଟେ ଉପାୟ ଅଛି। ମୁଁ ଯେମିତି କହିବି, ତମେ ଯଦି ସେମିତି କରିବ, ତାହେଲେ ତମେ ବଞ୍ଚିଯିବ। ଶିଆଳ ଭାଇ, ମୋତେ କ'ଣ କରିବାକୁ ପଡ଼ିବ? ଜଲ୍ଦି କୁହ। ଆରେ ଗଧ ଭାଇ, ତମେ ଗୋଟେ କାମ କର। ତମେ ଏଇ ଜଙ୍ଗଲର ରାଜା ବାଘର ଗୁମ୍ଫା ପାଖକୁ ଯାଅ। ଆରେ ଶିଆଳ ଭାଇ, ତମେ ଏ କ'ଣ କହୁଛ? ବାଘ ଗୁମ୍ଫା ପାଖକୁ ଗଲେ ତ ବାଘ ମାମୁଁ ମୋତେ ମାରିକି ଖାଇଦେବ। ଆରେ ଗଧ ଭାଇ, ଯେତେବେଳେ ସେ ବାଘ ତମକୁ କାମୁଡ଼ିବ, ତମ ଦେହର ବିଷ ତା ଦେହକୁ ପଳେଇବ। ଆଉ ତମେ ବଞ୍ଚିଯିବ। ଆଉ ସେ ବାଘ ମରିଯିବ। ଆରେ ଶିଆଳ ଭାଇ, ତମେ ସତ କହୁଛ? ବାଘ ମାମୁଁ ମୋତେ କାମୁଡ଼ିଲେ ମୋ ଦେହର ବିଷ ବାଘ ମାମୁଁ ଦେହକୁ ପଳେଇବ? ହଁ ଗଧ ଭାଇ, ତମେ ଆଉ ଡେରି କରନି। ତମେ ଜଲ୍ଦି ସେଇ ବାଘ ପାଖକୁ ଯାଅ। ହଁ ଶିଆଳ ଭାଇ, ମୁଁ ଯାଉଛି, ଏବେ ହିଁ ଯାଉଛି। ମୁଁ ତ ଏଇ ଗଧକୁ ବକା ବନେଇକି ବାଘ ମାମୁଁ ପାଖକୁ ପଠେଇଦେଲି। ମୁଁ ବି ଯାଏ, ତା ପଛରେ ପଛରେ ଯାଏ। ନହେଲେ ବାଘ ମାମୁଁ ଏଇ ଗଧକୁ ଏକୁଟିଆ ଖାଇଦେବ। ଆରେ ବହୁତ ସମୟ ତ ହେଇଗଲାଣି। ସେଇ ଶିଆଳ ତ କହୁଥିଲା ଗଧକୁ ବକା ବନେଇକି ଆଣିବ ବୋଲି। ସେଇ ଦୁଷ୍ଟ ଶିଆଳ ଗଧକୁ ଶିକାର କରିକି ଖାଇଦେଲାନି ତ? ଆରେ ଆରେ, ସେଇଟା ଗଧ ଆସୁଛି ବୋଧେ। ମୁଁ ଏଇଠି ଲୁଚି ପଡ଼େ।
ଗଧ ତ ଗୁମ୍ଫା ଭିତରକୁ ପଶିଗଲା। ମୁଁ ଏବେ ଯାଏ ସେଇ ଗଧକୁ ମାରି ପକାଏ। ଆରେ ଗଧ, ତୁ କ'ଣ ଗୁମ୍ଫା ଭିତରକୁ ଆସିଛୁ? ତୋର କ'ଣ ତୋ ଜୀବନକୁ ଲୋଭ ନାହିଁ କି? ଦୁଷ୍ଟ ବାଘ, ତୁ ଆଜି ମରିବୁ। ତୁ ଯେତେବେଳେ ମୋତେ କାମୁଡ଼ିବୁ ମୋ ଦେହର ବିଷ ତୋ ଦେହକୁ ପଳେଇବ ଆଉ ତୁ ମରିଯିବୁ। ଦୁଷ୍ଟ ବାଘ, ତୋର ଯଦି ସାହସ ଅଛି ତାହେଲେ ତୁ ମୋତେ ଶିକାର କରିକି ଦେଖା। ଏଇ ଦେଖ ମୂର୍ଖ ଗଧ, ମୁଁ ତୋତେ ଶିକାର କରୁଛି। ବାଘ ମାମୁଁ, ତମେ ଗଧକୁ ମାରିଦେଲ। ଆରେ ହଁ ଶିଆଳ, ମୁଁ ଏଇ ଗଧକୁ ମାରିଦେଲି। ଚାଲ ଏବେ ଆମେ ଏଇ ଗଧର ମାଂସକୁ ଖାଇବା। ବାଘ ମାମୁଁ, ଆମେ ତ ଏଇ ଗଧର ମାଂସ ଖାଇବା, କିନ୍ତୁ ତା ଆଗରୁ ତମେ ନଦୀରୁ ଯାଇକି ଗାଧେଇକି ଆସ। ତମ ଦେହରୁ ପଚା ଦୁର୍ଗନ୍ଧ ବାସ୍ନା ହେଉଛି। ତମ ଦେହର ପଚା ଦୁର୍ଗନ୍ଧ ବାସ୍ନାରେ ଏଇ ଗଧର ମାଂସ ଖାଇବାଟା ଭଲ ଲାଗିବନି। ତମେ ଯାଅ ଆଗ ଗାଧେଇକି ଆସ। ଆରେ ଶିଆଳ, ମୋତେ ତ କାହିଁ ବାସ୍ନା ହଉନି। ଆରେ ବାଘ ମାମୁଁ, ନିଜ ଦେହର ବାସ୍ନା କ'ଣ ନିଜକୁ ହୁଏ କି? ତମେ ଯାଅ ଆଗ ଗାଧେଇକି ଆସ, ତାପରେ ଏଇ ଗଧକୁ ଖାଇବା। ହଉ ଠିକ୍ ଅଛି ଶିଆଳ, ମୁଁ ଯାଉଛି ଗାଧେଇକି ଆସିବି। ବାଘ ମାମୁଁକୁ ତ ବକାବ ନେଇକି ମୁଁ ତ ଗାଧେଇବା ପାଇଁ ପଠେଇଦେଲି। ମୁଁ ଏବେ ଯାଏ ଏଇ ଗଧକୁ ନେଇକି ପଳାଏ।